ଓମ୍ ଶାନ୍ତି। 27 ଅକ୍ଟୋବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, କୋମଳତାର ସଂସ୍କାର ମଧ୍ୟ ଦେହ ଅଭିମାନ ଅଟେ। ରୁଷିବା କାନ୍ଦିବା ଆଦିର ଆସୁରୀ ସଂସ୍କାର ତୁମ ସନ୍ତାନମାନଙ୍କ ପାଖରେ ରହିବା ଉଚିତ ନୁହେଁ। ଦୁଃଖ ସୁଖ ମାନ ଅପମାନ ସବୁ କିଛି ତୁମକୁ ସହନ କରିବାକୁ ହେବ। କୋମଳତାର ସଂସ୍କାର ମଧ୍ୟ ଦେହ ଅଭିମାନ ଅଟେ। ରୁଷିବା କାନ୍ଦିବା ଆଦିର ଆସୁରୀ ସଂସ୍କାର ତୁମ ସନ୍ତାନମାନଙ୍କ ପାଖରେ ରହିବା ଉଚିତ ନୁହେଁ। ଦୁଃଖ ସୁଖ ମାନ ଅପମାନ ସବୁ କିଛି ତୁମକୁ ସହନ କରିବାକୁ ହେବ। ଆଜିର ପ୍ରଶ୍ନ, ସେବାରେ ଢିଲାପଣ ଆସିବାର ମୁଖ୍ୟ କାରଣ କ'ଣ? ସେବାରେ ଢିଲାପଣ ଆସିବାର ମୁଖ୍ୟ କାରଣ କ'ଣ? ଉତ୍ତର, ଯେତେବେଳେ ଦେହ ଅଭିମାନ କାରଣରୁ ପରସ୍ପରର ଦୁର୍ବଳତା ଦେଖିବାରେ ଲାଗୁଛନ୍ତି, ସେତେବେଳେ ସେବାରେ ଢିଲାପଣ ଆସିଯାଉଛି। ପରସ୍ପର ମଧ୍ୟରେ ଅପଡ଼ ହେବା ମଧ୍ୟ ଦେହ ଅଭିମାନ ଅଟେ। ମୁଁ ଅମୁକ ସହିତ ଚାଲିପାରିବି ନାହିଁ, ମୁଁ ଏଠାରେ ରହିପାରିବି ନାହିଁ, ଏସବୁ କୋମଳତା ଅଟେ। ଏହି କଥା ମୁଖରୁ ବାହାର କରିବା ଅର୍ଥ କଣ୍ଟା ହେବା, ଅବଜ୍ଞାକାରୀ ହେବା। ବାବା କହୁଛନ୍ତି, ପିଲାମାନେ, ତୁମେ ଆତ୍ମିକ ସେନା ଅଟ। ସେଥିପାଇଁ ନିର୍ଦ୍ଦେଶ ହେଲେ ତୁରନ୍ତ ହାଜିରି ହେବା ଦରକାର। କୌଣସି ବି କଥାରେ ବାହାନାବାଜି କର ନାହିଁ। ଓମ୍ ଶାନ୍ତି। ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି। ପିଲାମାନଙ୍କୁ ପ୍ରଥମେ ଏହି ଶିକ୍ଷା ମିଳୁଛି ଯେ ନିଜକୁ ଆତ୍ମା ନିଶ୍ଚୟ କର। ଦେହ ଅଭିମାନ ଛାଡ଼ି ଦେହୀ ଅଭିମାନୀ ହେବାକୁ ପଡ଼ିବ। ଆମେ ଆତ୍ମା ଅଟୁ, ଦେହୀ ଅଭିମାନୀ ହେଲେ ହିଁ ବାବାଙ୍କୁ ମନେ ପକାଇ ପାରିବା। ତାହା ଅଜ୍ଞାନ କାଳ ଥିଲା, ଏହା ଜ୍ଞାନ କାଳ ଅଟେ। ଜ୍ଞାନ ତ ଏକମାତ୍ର ବାବା ହିଁ ଦେଉଛନ୍ତି, ଯିଏ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ସେ ନିରାକାର ଅଟନ୍ତି, ଅର୍ଥାତ୍ ତାଙ୍କର କୌଣସି ମନୁଷ୍ୟର ଆକାର ନାହିଁ। ଯାହାର ମନୁଷ୍ୟର ଆକାର ଅଛି, ତାଙ୍କୁ ଭଗବାନ ବୋଲି କୁହାଯିବ ନାହିଁ। ଏବେ ସବୁ ଆତ୍ମାମାନେ ତ ନିରାକାରୀ ଅଟନ୍ତି, କିନ୍ତୁ ଦେହ ଅଭିମାନ କାରଣରୁ ନିଜକୁ ଆତ୍ମା ବୋଲି ଭୁଲି ଯାଇଛନ୍ତି। ବର୍ତ୍ତମାନ ବାବା କହୁଛନ୍ତି ଯେ ତୁମକୁ ଘରକୁ ଫେରିବାକୁ ହେବ। ନିଜକୁ ଆତ୍ମା ଭାବ। ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ତେବେ ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହେବ। ଆଉ କୌଣସି ଉପାୟ ନାହିଁ। ଆତ୍ମା ହିଁ ପତିତ ଏବଂ ଆତ୍ମା ହିଁ ପବିତ୍ର ହେଉଛି। ବାବା ବୁଝାଉଛନ୍ତି, ସତ୍ୟ ଏବଂ ତ୍ରେତା ଯୁଗରେ ପବିତ୍ର ଆତ୍ମାମାନେ ଥିଲେ। ରାବଣ ରାଜ୍ୟରେ ପୁଣି ପତିତ ଆତ୍ମା ହୋଇଯାଇଥାନ୍ତି। ସିଡ଼ି ଚିତ୍ରରେ ମଧ୍ୟ ବୁଝାଯାଇଛି ଯେ ଯେଉଁମାନେ ପବିତ୍ର ଥିଲେ ସେହିମାନେ ପୁଣି ପତିତ ହୋଇଯାଇଛନ୍ତି। 5000 ବର୍ଷ ପୂର୍ବରୁ ତୁମେ ସବୁ ଆତ୍ମାମାନେ ଶାନ୍ତି ଧାମରେ ପବିତ୍ର ଥିଲ। ତାକୁ ନିର୍ବାଣ ଧାମ ବୋଲି କୁହାଯାଉଛି। ପୁଣି କଳିଯୁଗରେ ପତିତ ହେଉଥିବାରୁ ଆକୁଳ କଣ୍ଠରେ ଡାକୁଛନ୍ତି, ହେ ପତିତ ପାବନ ଆସ। ବାବା ବୁଝାଉଛନ୍ତି, ପିଲାମାନେ, ମୁଁ ତୁମକୁ ପତିତରୁ ପବିତ୍ର ହେବା ପାଇଁ ଯେଉଁ ଜ୍ଞାନ ଦେଉଛି, ତାକୁ କେବଳ ମୁଁ ହିଁ ଦେଉଛି, ଯାହା ପୁଣି ପ୍ରାୟ ଲୋପ ହୋଇଯାଉଛି। ବାବାଙ୍କୁ ହିଁ ଆସି ଜ୍ଞାନ ଶୁଣାଇବାକୁ ପଡ଼ୁଛି। ଏଠାରେ ମନୁଷ୍ୟମାନେ ଅସରନ୍ତି ଶାସ୍ତ୍ର ତିଆରି କରିଛନ୍ତି। ସତ୍ୟ ଯୁଗରେ କୌଣସି ଶାସ୍ତ୍ର ରହିବ ନାହିଁ। ସେଠାରେ ତିଳେ ମାତ୍ର ଭକ୍ତି ମାର୍ଗ ବି ରହିବ ନାହିଁ। ବର୍ତ୍ତମାନ ବାବା କହୁଛନ୍ତି, ତୁମେ ମୋ ଦ୍ୱାରା ହିଁ ପତିତରୁ ପବିତ୍ର ହୋଇପାରିବ। ପବିତ୍ର ଦୁନିଆ ନିଶ୍ଚୟ ହିଁ ହେବ। ମୁଁ ତ ପିଲାମାନଙ୍କୁ ଆସି ରାଜଯୋଗ ଶିଖାଉଛି। ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ରୁଷିବା କାନ୍ଦିବା ଏସବୁ ଆସୁରୀ ସ୍ୱଭାବ ଅଟେ। ବାବା କହୁଛନ୍ତି, ଦୁଃଖ ସୁଖ ମାନ ଅପମାନ ସବୁ କିଛି ପିଲାମାନଙ୍କୁ ହିଁ ସହନ କରିବାକୁ ହେବ। ସମ୍ବେଦନଶୀଳତା ନୁହେଁ,
ମୁଁ ଅମୁକ ସ୍ଥାନରେ ରହିପାରିବି ନାହିଁ। ଏହା ମଧ୍ୟ ସମ୍ବେଦନଶୀଳ ସଂସ୍କାର ଅଟେ। ଏହାଙ୍କର ସ୍ୱଭାବ ଏପରି, ଇଏ ଏପରି ଅଟନ୍ତି, ସେପରି ଅଟନ୍ତି, ଏସବୁ କିଛି ରହିବା ଉଚିତ ନୁହେଁ। ମୁଖରୁ ସର୍ବଦା ଫୁଲ ହିଁ ବାହାରୁ, ମୁଖରୁ କଣ୍ଟା ବାହାରିବା ଅନୁଚିତ। କେତେକ ସନ୍ତାନମାନଙ୍କ ମୁଖରୁ ବହୁତ କଣ୍ଟା ବାହାରୁଛି। କାହା ଉପରେ କ୍ରୋଧ କରିବା ମଧ୍ୟ କଣ୍ଟା ସଦୃଶ ଅଟେ। ପିଲାମାନଙ୍କ ମଧ୍ୟରେ ବହୁତ ମତଭେଦ ସୃଷ୍ଟି ହେଉଛି। ଦେହ ଅଭିମାନ ଥିବା କାରଣରୁ ପରସ୍ପରର ଦୁର୍ବଳତାକୁ ଦେଖି ନିଜ ମଧ୍ୟରେ ମଧ୍ୟ ଅନେକ ପ୍ରକାରର ଦୁର୍ବଳତା ରହିଯାଉଛି। ସେଥିପାଇଁ ସେବାରେ ଢିଲାପଣ ଆସିଯାଉଛି। ବାବା ବୁଝୁଛନ୍ତି ଏହା ମଧ୍ୟ ଡ୍ରାମା ଅନୁସାରେ ହେଉଛି। ସୁଧୁରିବାକୁ ମଧ୍ୟ ପଡ଼ିବ। ମିଲିଟାରୀ ଲୋକମାନେ ଯୁଦ୍ଧକୁ ଗଲେ ତାଙ୍କର କାମ ହେଉଛି ଶତ୍ରୁ ସହିତ ଲଢ଼ିବା। ବନ୍ୟା ସମୟରେ ଅଥବା କୌଣସି ହଙ୍ଗାମା ହେଲେ ବହୁତ ମିଲିଟାରୀଙ୍କୁ ଡାକିଥାନ୍ତି। ପୁଣି ମିଲିଟାରୀ ଲୋକେ ମୂଲିଆଙ୍କ କାମ ମଧ୍ୟ କରିବାରେ ଲାଗି ପଡ଼ନ୍ତି। ସରକାର ମିଲିଟାରୀମାନଙ୍କୁ ନିର୍ଦ୍ଦେଶ କରିଥାନ୍ତି, ଏସବୁ ସ୍ଥାନରେ ମାଟି ଭର୍ତ୍ତି କର। ଯଦି କେହି ନ ଆସନ୍ତି ତେବେ ଗୁଳି କରିଦିଅନ୍ତି। ସରକାରଙ୍କର ନିର୍ଦ୍ଦେଶ ମାନିବାକୁ ହିଁ ପଡ଼ିବ। ବାବା କହୁଛନ୍ତି ତୁମେ ମଧ୍ୟ ସେବା ନିମନ୍ତେ ବନ୍ଧା ହୋଇଛ। ବାବା ଯେଉଁ ସ୍ଥାନକୁ ସେବା ନିମନ୍ତେ ଯିବାକୁ କହିବେ ତୁରନ୍ତ ହାଜିର ହେବା ଦରକାର। ନ ମାନିଲେ ତୁମକୁ ମିଲିଟାରୀ ବୋଲି କୁହାଯିବ ନାହିଁ। ସେମାନେ ପୁଣି ହୃଦୟରେ ରହିପାରିବେ ନାହିଁ। ତୁମେ ସମସ୍ତଙ୍କୁ ସନ୍ଦେଶ ଦେବାରେ ବାବାଙ୍କର ସହଯୋଗୀ ହୋଇଛ। ଧରିନିଅ କେଉଁଠି ବଡ଼ ମ୍ୟୁଜିୟମ ଖୋଲାଯାଇଛି, 100 ମାଇଲ ଦୂରରେ ଅଛି। ସେଠାକୁ ସେବାରେ ତ ଯିବାକୁ ପଡ଼ିବ ନା। ଖର୍ଚ୍ଚର ଚିନ୍ତା କରିବା ଅନୁଚିତ। ଆମକୁ ସବୁଠାରୁ ବଡ଼ ସରକାର ବେହଦ ବାବାଙ୍କର ନିର୍ଦ୍ଦେଶ ମିଳୁଛି, ଯାହାଙ୍କର ରାଇଟ୍ ହ୍ୟାଣ୍ଡ ହେଉଛନ୍ତି ଧର୍ମରାଜ। ତାଙ୍କ ଶ୍ରୀମତ ନ ମାନିବା ଦ୍ୱାରା ପୁଣି ଅଧୋଗତି ହୋଇଯାଇଥାଏ। ଶ୍ରୀମତ କହୁଛି ନିଜର ଦୃଷ୍ଟିକୁ ନିର୍ବିକାରୀ କରାଅ। କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ସାହସ ରଖିବା ଦରକାର। ବାବାଙ୍କର ନିର୍ଦ୍ଦେଶକୁ ଯଦି ଆମେ ନ ମାନିବା ତେବେ ଏକଦମ ରସାତଳଗାମୀ ହୋଇଯିବା। 21 ଜନ୍ମ ରାଜତ୍ୱରେ ଅଙ୍କୁଶ ଲାଗିଯିବ। ବାବା କହୁଛନ୍ତି ପିଲାମାନଙ୍କ ବିନା ମୋତେ ତ କେହି ଜାଣିପାରିବେ ନାହିଁ। କଳ୍ପ ପୂର୍ବର ସନ୍ତାନମାନେ ହିଁ ଧୀରେ ଧୀରେ ଆସିବେ। ଏହା ବିଲକୁଲ ନୂଆ କଥା ଅଟେ। ଏହା ହେଉଛି ଗୀତାର ଯୁଗ, କିନ୍ତୁ ଶାସ୍ତ୍ରରେ ଏହି ସଙ୍ଗମ ଯୁଗର ବର୍ଣ୍ଣନା ନାହିଁ। ଗୀତାକୁ ହିଁ ଦ୍ୱାପରକୁ ନେଇଯାଇଛନ୍ତି, କିନ୍ତୁ ଯେତେବେଳେ ରାଜଯୋଗ ଶିଖାଇଲେ ସେତେବେଳେ ନିଶ୍ଚୟ ସଙ୍ଗମ ଯୁଗ ହୋଇଥିବ ନା। କିନ୍ତୁ କାହାରି ବୁଦ୍ଧିରେ ଏକଥା ନାହିଁ। ଏବେ ତୁମର ଜ୍ଞାନର ନିଶା ଚଢ଼ିଛି, ମନୁଷ୍ୟମାନଙ୍କର ଭକ୍ତି ମାର୍ଗର ନିଶା ରହିଛି। କହୁଛନ୍ତି ସ୍ୱୟଂ ଭଗବାନ ଆସିଲେ ମଧ୍ୟ ଆମେ ଭକ୍ତି ଛାଡ଼ିବୁ ନାହିଁ। ଏହି ଉତ୍ଥାନ ଏବଂ ପତନର ସିଢ଼ି ବହୁତ ଭଲ, ତଥାପି ମଧ୍ୟ ମନୁଷ୍ୟମାନଙ୍କର ଆଖି ଖୋଲୁନାହିଁ। ମାୟାର ନିଶାରେ ଏକଦମ ରସାତଳଗାମୀ ହୋଇଯାଉଛନ୍ତି। ଜ୍ଞାନର ନିଶା ବହୁତ ଡେରିରେ ଚଢ଼ିଥାଏ। ପ୍ରଥମେ ତ ଦୈବୀ ଗୁଣ ଆବଶ୍ୟକ। ବାବାଙ୍କର କୌଣସି ନିର୍ଦ୍ଦେଶକୁ ଅବମାନନା କରିବା ଅନୁଚିତ। ଏହା ମୁଁ କରିପାରିବି ନାହିଁ ଏପରି ଯିଏ କହେ ତାକୁ ଆଜ୍ଞାକାରୀ କୁହାଯିବ ନାହିଁ। ଶ୍ରୀମତ ମିଳୁଛି ଏହିପରି କରିବାକୁ। ତେଣୁ ବୁଝିବା ଦରକାର ଯେ ଶିବ ବାବାଙ୍କର ମତ ସର୍ବଶ୍ରେଷ୍ଠ ଅଟେ। ସେ ହେଉଛନ୍ତି ସଦ୍ଗତି ଦାତା। ଦାତା କେବେ ଓଲଟା ମତ ଦେବେ ନାହିଁ। ବାବା କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତ ସମୟରେ ପ୍ରବେଶ କରୁଛି। ବ୍ରହ୍ମାଙ୍କ ଠାରୁ ମଧ୍ୟ ଦେଖ ଲକ୍ଷ୍ମୀ କେତେ ଶ୍ରେଷ୍ଠ ହୋଇଯାଇଛନ୍ତି। ଗାୟନ ମଧ୍ୟ ରହିଛି। ନାରୀମାନଙ୍କୁ ଆଗରେ ରଖାଯାଇଥାଏ। ପ୍ରଥମେ ଲକ୍ଷ୍ମୀ ପୁଣି ନାରାୟଣ। ଯଥା ରାଜାରାଣୀ ତଥା ପ୍ରଜା ହୋଇଯାଆନ୍ତି। ତୁମକୁ ମଧ୍ୟ ଏହିପରି ଶ୍ରେଷ୍ଠ ହେବାକୁ ପଡ଼ିବ। ବର୍ତ୍ତମାନ ତ ସାରା ଦୁନିଆରେ ରାବଣ ରାଜ୍ୟ ଚାଲିଛି। ସମସ୍ତେ କହୁଛନ୍ତି ରାମ ରାଜ୍ୟ ହେବା ଦରକାର। ବର୍ତ୍ତମାନ ହେଉଛି ସଙ୍ଗମ। ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିବା ସମୟରେ ରାବଣ ରାଜ୍ୟ ନଥିଲା।
ପୁଣି ପରିବର୍ତ୍ତନ କିପରି ହେଉଛି ଏକଥା କେହି ଜାଣିନାହାନ୍ତି। ସମସ୍ତେ ଘୋର ଅନ୍ଧକାରରେ ଅଛନ୍ତି। ଭାବୁଛନ୍ତି କଳିଯୁଗ ତ ଏବେ ଛୋଟ ପିଲା ସଦୃଶ୍ୟ ଗୁରୁଣ୍ଡୁଛି, ତେଣୁ ମନୁଷ୍ୟ ଆହୁରି ନିଦ୍ରାରେ ଶୋଇଯାଇଛନ୍ତି। ଏହି ଆତ୍ମିକ ଜ୍ଞାନ ଆତ୍ମିକ ବାବା ହିଁ ଆତ୍ମାମାନଙ୍କୁ ଦେଉଛନ୍ତି। ରାଜଯୋଗ ମଧ୍ୟ ଶିଖାଉଛନ୍ତି। କୃଷ୍ଣକୁ ରୁହାନୀ ପିତା ବୋଲି କୁହାଯିବ ନାହିଁ, ସେ ରୁହାନୀ ସନ୍ତାନ ବୋଲି କହିବେ ନାହିଁ। ଏକଥା ମଧ୍ୟ ଲେଖିବା ଦରକାର। ରୁହାନୀ ଜ୍ଞାନର ସାଗର ବାବା ଆଧ୍ୟାତ୍ମିକ ଜ୍ଞାନ ଆତ୍ମିକ ସନ୍ତାନମାନଙ୍କୁ ଦେଉଛନ୍ତି। ବାବା ବୁଝାଉଛନ୍ତି ଦୁନିଆରେ ସମସ୍ତ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି। ମୁଁ ଆତ୍ମା ଅଟେ ଏ କଥା କେହି ଜାଣିନାହାନ୍ତି। ବାବା କହୁଛନ୍ତି କାହାର ବି ଆତ୍ମା ଲୀନ ହୋଇନଥାଏ। ଏବେ ତୁମ ସନ୍ତାନମାନଙ୍କୁ ବୁଝାଯାଉଛି ଯେ ଦଶହରା ଦୀପାବଳି କ'ଣ। ମନୁଷ୍ୟ ତ ଯାହା ବି ପୂଜା ଆଦି କରୁଛନ୍ତି ସବୁ ଅନ୍ଧବିଶ୍ୱାସ ଅଟେ, ଯାହାକୁ କଣ୍ଢେଇ ପୂଜା ପଥର ପୂଜା ବୋଲି କୁହାଯାଉଛି। ବର୍ତ୍ତମାନ ତୁମେ ପାରସ ବୁଦ୍ଧି ହୋଇଥିବାରୁ ପଥରର ପୂଜା କରିପାରିବ ନାହିଁ। ଚିତ୍ର ଆଗରେ ଯାଇ ମୁଣ୍ଡ ନୁଆଉଛନ୍ତି, କିଛି ବି ବୁଝୁନାହାନ୍ତି। କହୁଛନ୍ତି ମଧ୍ୟ ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ। ଜ୍ଞାନର ଅଧାକଳ୍ପ ଚାଲିଲା, ପୁଣି ଭକ୍ତି ଆରମ୍ଭ ହେଲା। ଏବେ ତୁମକୁ ଜ୍ଞାନ ମିଳୁଥିବାରୁ ଭକ୍ତିରୁ ବୈରାଗ୍ୟ ଆସିଯାଉଛି। ଏହି ଦୁନିଆ ହିଁ ପରିବର୍ତ୍ତନ ହେଉଛି। କଳି ଯୁଗରେ ଭକ୍ତି ରହିଛି, ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ। ସେଠାରେ ସମସ୍ତେ ପୂଜ୍ୟ ହେବେ। ବାବା କହୁଛନ୍ତି ପିଲାମାନେ, ତୁମେ କାହିଁକି ମୁଣ୍ଡ ନୁଆଉଛ? ଅଧାକଳ୍ପ ତୁମେ ମୁଣ୍ଡ ବି ନୁଆଇଛ, ପଇସା ମଧ୍ୟ ଖର୍ଚ୍ଚ କରିଛ, କିଛି ମିଳି ହିଁ ନାହିଁ। ମାୟା ଏକଦମ ମୁଣ୍ଡ ଘୁରାଇ ଦେଇଛି, କାଙ୍ଗାଳ କରିଦେଇଛି। ପୁଣି ବାବା ଆସି ସମସ୍ତଙ୍କର ମୁଣ୍ଡ ଠିକ୍ କରିଦେଉଛନ୍ତି। ଏବେ ଧୀରେ ଧୀରେ କିଛି ୟୁରୋପିଆନ ଲୋକେ ମଧ୍ୟ ବୁଝୁଛନ୍ତି। ବାବା ବୁଝାଇଛନ୍ତି ଏହି ଭାରତବାସୀ ମଧ୍ୟ ବିଲକୁଲ ତମଗୁଣୀ ହୋଇଯାଇଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ପଛରେ ଆସୁଥିବାରୁ ସେମାନଙ୍କୁ କମ୍ ସୁଖ ଏବଂ ଦୁଃଖ ମଧ୍ୟ କମ୍ ମିଳୁଛି। ଭାରତବାସୀଙ୍କୁ ସୁଖ ବହୁତ ଓ ଦୁଃଖ ମଧ୍ୟ ବହୁତ ମିଳୁଛି। ଆରମ୍ଭରୁ ହିଁ କେତେ ଧନବାନ ଏକଦମ ବିଶ୍ୱର ମାଲିକ ହେଉଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ପ୍ରଥମେ ଧନବାନ ହୋଇନଥାନ୍ତି, ପଛକୁ ଧୀରେ ଧୀରେ ବୃଦ୍ଧି ହୋଇ ହୋଇ ବର୍ତ୍ତମାନ ଶେଷ ସମୟରେ ଧନବାନ ହୋଇଛନ୍ତି। ବର୍ତ୍ତମାନ ପୁଣି ସବୁଠାରୁ ଭିକାରୀ ଭାରତ ହିଁ ହୋଇଛି। ଅନ୍ଧ ଶ୍ରଦ୍ଧାଳୁ ମଧ୍ୟ ଭାରତ ହୋଇଛି। ଏହିପରି ମଧ୍ୟ ଡ୍ରାମା ତିଆରି ହୋଇଛି। ବାବା କହୁଛନ୍ତି ମୁଁ ଯେଉଁ ସ୍ଥାନକୁ ସ୍ୱର୍ଗ କରିଥିଲି ତାହା ବର୍ତ୍ତମାନ ନର୍କ ହୋଇଯାଇଛି। ମନୁଷ୍ୟ ବାନର ବୁଦ୍ଧି ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ଆସି ମନ୍ଦିର ଯୋଗ୍ୟ କରାଉଛି। ବିକାର ବହୁତ କଡ଼ା ଅଟେ। କେତେ କ୍ରୋଧ କରୁଛନ୍ତି। ତୁମ ପାଖରେ କ୍ରୋଧ ରହିବା ଅନୁଚିତ। ବିଲକୁଲ ଶାନ୍ତ ଓ ଅତି ମଧୁର ହୁଅ। ଏକଥା ମଧ୍ୟ ଜାଣିଛ ଯେ କୋଟିଏରେ କେହି ବାହାରିବେ ରାଜପଦ ପାଇବା ପାଇଁ। ବାବା କହୁଛନ୍ତି ମୁଁ ଆସିଛି ତୁମକୁ ନରରୁ ନାରାୟଣ କରିବା ପାଇଁ। ସେଥିରେ ମଧ୍ୟ ଅଷ୍ଟରତ୍ନଙ୍କର ମୁଖ୍ୟ ଗାୟନ ରହିଛି। ଅଷ୍ଟରତ୍ନ ଏବଂ ମଝିରେ ବାବା ରହିଛନ୍ତି। 8 ଜଣ ହେଉଛନ୍ତି ପାସ୍ ୱିଥ୍ ଅନର୍ସ। ତାହା ପୁଣି ପୁରୁଷାର୍ଥର କ୍ରମ ଅନୁସାରେ। ଦେହ ଅଭିମାନ ତ୍ୟାଗ କରିବା ନିମନ୍ତେ ବହୁତ ପରିଶ୍ରମ ଲାଗୁଛି। ଦେହର ଅଭିମାନ ବିଲକୁଲ ତ୍ୟାଗ କରିଦେବା ଉଚିତ। ପକ୍କା ବ୍ରହ୍ମଜ୍ଞାନୀମାନଙ୍କର ଏହି ପରିସ୍ଥିତି ହୋଇଥାଏ। ବସି ବସି ଦେହ ତ୍ୟାଗ କରିଥାନ୍ତି। ବସି ବସି ଏପରି ଦେହ ତ୍ୟାଗ କରିଦେଇଥାନ୍ତି ଯେ ବାୟୁମଣ୍ଡଳ ଏକଦମ ଶାନ୍ତ ହୋଇଯାଏ ଏବଂ ପ୍ରାୟତଃ ସକାଳର ଶୁଦ୍ଧ ସମୟରେ ଶରୀର ଛାଡ଼ିଥାନ୍ତି। ରାତିରେ ମନୁଷ୍ୟ ବହୁତ ଖରାପ କର୍ମ କରିଥାନ୍ତି। ସକାଳୁ ସ୍ନାନ ଆଦି କରି ଭଗବାନ ଭଗବାନ ବୋଲି କହିବାରେ ଲାଗିଥାନ୍ତି, ପୂଜା କରିଥାନ୍ତି। ବାବା ସବୁ କଥା ବୁଝାଉଛନ୍ତି। ପ୍ରଦର୍ଶନୀ ଆଦିରେ ମଧ୍ୟ ତୁମେ ପ୍ରଥମେ ପ୍ରଥମେ ବାବାଙ୍କ ପରିଚୟ ଦିଅ। ପ୍ରଥମେ ବାବା ଏବଂ ପରେ ସମ୍ପତ୍ତି। ବାବା ତ ଏକମାତ୍ର ନିରାକାର ଅଟନ୍ତି। ରଚୟିତା ବାବା ହିଁ ବସି ରଚନାର ଆଦି ମଧ୍ୟ ଅନ୍ତରଜ୍ଞାନ ବୁଝାଉଛନ୍ତି।
ସେହି ବାବା କହୁଛନ୍ତି ମାମେକମ୍ ୟାଦ କର। ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ବାବାଙ୍କ ପରିଚୟ ଦେଲେ ପୁଣି କାହାର ସାହସ ହେବ ନାହିଁ ପ୍ରଶ୍ନ ଉତ୍ତର କରିବା ପାଇଁ। ପ୍ରଥମେ ବାବାଙ୍କ ଉପରେ ନିଶ୍ଚୟ ପକ୍କା ହୋଇଯାଉ, ତାପରେ ଯାଇ କୁହ 84 ଜନ୍ମ ଏହିପରି ନିଆଯାଏ। ଚକ୍ରକୁ ଏବଂ ବାବାଙ୍କୁ ବୁଝିଗଲେ ପୁଣି କୌଣସି ପ୍ରଶ୍ନ ଉଠିବ ନାହିଁ। ବାବାଙ୍କର ପରିଚୟ ଦେବା ପରିବର୍ତ୍ତେ ତୁମେ ଅନ୍ୟ ବିଷୟ ବୁଝାଉଥିବାରୁ ଏଥିରେ ତୁମର ବହୁତ ସମୟ ନଷ୍ଟ ହୋଇଯାଉଛି, ଗଳା ଶୁଖିଯାଉଛି। ପ୍ରଥମେ ଅଲଫଙ୍କର କଥା ଉଠାଅ। ଇଆଡ଼ୁ ସିଆଡ଼ୁ କଥା କହିଲେ ବୁଝିପାରିବେ ନାହିଁ। ବିଲକୁଲ ସାଧାରଣ ରୀତିରେ ଏବଂ ଧୀର ସ୍ଥିର ଭାବେ ବସି ବୁଝାଇବା ଦରକାର। ଯେଉଁମାନେ ଦେହୀ ଅଭିମାନୀ ହୋଇଥିବେ ସେମାନେ ଭଲ ଭାବେ ବୁଝାଇ ପାରିବେ। ବଡ଼ ବଡ଼ ମ୍ୟୁଜିୟମରେ ଯେଉଁମାନେ ଭଲ ଭାବେ ବୁଝାଉଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। କିଛି ସମୟ ପାଇଁ ନିଜର ସେବା କେନ୍ଦ୍ର ଛାଡ଼ି ସାହାଯ୍ୟ କରିବା ନିମନ୍ତେ ଆସିବା ଦରକାର। ସେବା କେନ୍ଦ୍ର ସମ୍ଭାଳିବା ନିମନ୍ତେ ଅନ୍ୟ କାହାକୁ ବସାଇ ଦିଅ। ଯଦି ଗଦି ସମ୍ଭାଳିବା ପାଇଁ କାହାକୁ ନିଜ ସମାନ କରିନାହଁ, ତେବେ ବାବା ବୁଝିବେ ଯେ ଇଏ କୌଣସି କାମର ନୁହନ୍ତି, ସେବା କରିନାହାନ୍ତି। ବାବାଙ୍କୁ ଲେଖୁଛନ୍ତି, ସେବା ଛାଡ଼ି କିପରି ଯିବୁ? ଆରେ ବାବା ହୁକୁମ କରୁଛନ୍ତି, ଅମୁକ ଜାଗାରେ ପ୍ରଦର୍ଶନୀ ଅଛି, ଯାଇ ସେବା କର। ଯଦି ଗଦି ଯୋଗ୍ୟ କାହାକୁ କରିନାହଁ, ତେବେ ତୁମେ କେଉଁ କାମର? ବାବା ହୁକୁମ କରୁଛନ୍ତି, ତୁରନ୍ତ ଯିବା ଉଚିତ। ତାଙ୍କୁ ହିଁ ମହାରଥୀ ବ୍ରାହ୍ମଣୀ ବୋଲି କୁହାଯାଇଥାଏ। ବାକି ତ ସମସ୍ତେ ଘୋଡ଼ା ସବାର ପଦାତିକ ଅଟନ୍ତି। ସମସ୍ତଙ୍କୁ ସେବାରେ ସାହାଯ୍ୟ କରିବା ଉଚିତ। ଏତେ ବର୍ଷରେ ତୁମେ କାହାକୁ ନିଜ ସମାନ କରିନାହଁ, ତେବେ କ'ଣ କରୁଥିଲ? ଏତେ ଦିନ ମଧ୍ୟରେ କାହାକୁ ସନ୍ଦେଶ ବାହକ କରିନାହଁ, ଯିଏକି ସେବା କେନ୍ଦ୍ର ସମ୍ଭାଳିବେ। ଭିନ୍ନ ଭିନ୍ନ ସ୍ୱଭାବର ମନୁଷ୍ୟ ଆସୁଛନ୍ତି, ଯାହାଙ୍କ ସହିତ କଥା ହେବା ପାଇଁ ମଧ୍ୟ ବୁଦ୍ଧି ଦରକାର। ମୁରଲୀ ମଧ୍ୟ ପ୍ରତ୍ୟହ ପଢ଼ିବା ଅଥବା ଶୁଣିବା ଉଚିତ। ମୁରଲୀ ପଢ଼ିନାହଁ, ଅର୍ଥ ଅନୁପସ୍ଥିତି ଲେଖାଯିବ। ତୁମ ସନ୍ତାନମାନଙ୍କୁ ସାରା ବିଶ୍ୱରେ ସେବାର ବିସ୍ତାର କରିବାକୁ ହେବ। ତୁମେ ସାରା ବିଶ୍ୱର ସେବା କରୁଛ ନା? ପତିତ ଦୁନିଆକୁ ପବିତ୍ର କରାଇବା ଅର୍ଥ ସେବା କରିବା ଅଟେ ନା? ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତି ଧାମର ରାସ୍ତା ବତାଇ ଦୁଃଖରୁ ମୁକ୍ତ କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବହୁତ ମିଠା, ଶାନ୍ତ ଏବଂ ବହୁତ ମଧୁର ସ୍ୱଭାବଯୁକ୍ତ ହେବାକୁ ପଡ଼ିବ। କେବେ ହେଲେ କ୍ରୋଧ କରିବା ଉଚିତ ନୁହେଁ। ନିଜର ଆଖିକୁ ଅର୍ଥାତ୍ ଦୃଷ୍ଟିକୁ ବହୁତ ନିର୍ବିକାରୀ କରିବାକୁ ହେବ। 2 ନମ୍ବର, ବାବା ଯାହା ହୁକୁମ କରୁଛନ୍ତି ତାକୁ ତୁରନ୍ତ ମାନିବାକୁ ହେବ। ସାରା ବିଶ୍ୱକୁ ପତିତରୁ ପବିତ୍ର କରିବାର ସେବା କରିବାକୁ ହେବ, ଅର୍ଥାତ୍ ଘେରାଉ କରିବାକୁ ହେବ। ଆଜିର ବରଦାନ। ବାବାଙ୍କର ସ୍ମୃତି ଦ୍ୱାରା ଅସନ୍ତୋଷ ପରିସ୍ଥିତିରେ ସର୍ବଦା ସୁଖ ବା ସନ୍ତୋଷର ଅନୁଭୂତି କରୁଥିବା ମହାବୀର ହୁଅ। ବାବାଙ୍କର ସ୍ମୃତି ଦ୍ୱାରା ଅସନ୍ତୋଷ ପରିସ୍ଥିତିରେ ସର୍ବଦା ସୁଖ ବା ସନ୍ତୋଷର ଅନୁଭୂତି କରୁଥିବା ମହାବୀର ହୁଅ। ଡିଟେଲ୍ସ। ସର୍ବଦା ବାବାଙ୍କର ସ୍ମୃତିରେ ରହୁଥିବା ଆତ୍ମାମାନେ ପ୍ରତ୍ୟେକ ପରିସ୍ଥିତିରେ ସଦା ସନ୍ତୋଷ ରହିଥାନ୍ତି। କାହିଁକି ନା ଜ୍ଞାନର ଶକ୍ତି ଆଧାରରେ ପାହାଡ଼ ଭଳି ପରିସ୍ଥିତି ମଧ୍ୟ ସୋରିଷ ଭଳି ଅନୁଭବ ହୋଇଥାଏ, ଅର୍ଥାତ୍ କିଛି ଲାଗିନଥାଏ। ଯଦିଓ ପରିସ୍ଥିତି ଅସନ୍ତୋଷ ହେବା ଭଳି ହୋଇଥିବ ବା କୌଣସି ଦୁଃଖର ଘଟଣା ଘଟିଥିବ, ପୁଣି ବି ଦୁଃଖଦ ପରିସ୍ଥିତି ଭିତରେ ଯଦି ସୁଖର ସ୍ଥିତିରେ ରହୁଥିବ, ତେବେ କୁହାଯିବ ମହାବୀର। ଯାହା ବି ହୋଇଯାଉ ନଥିଙ୍ଗ ନ୍ୟୁ, ଅର୍ଥାତ୍ କିଛି ବି ନୂଆ ନୁହେଁ। ଏହିଭଳି ଭାବିବା ସହିତ ବାବାଙ୍କର ସ୍ମୃତି ଦ୍ୱାରା ସର୍ବଦା ଏକରସ ସ୍ଥିତି ରହିପାରିବ। ତାପରେ ଆଉ ଦୁଃଖ ଅଶାନ୍ତିର ଢେଉ ଆସିବ ନାହିଁ।
ଆଜିର ସ୍ଲୋଗାନ। ଯଦି ନିଜର ଦୈବୀ ସ୍ୱରୂପ ସର୍ବଦା ସ୍ମୃତିରେ ରହିବ, ତେବେ କାହାର ବି ବ୍ୟର୍ଥ ଦୃଷ୍ଟି ତୁମ ଉପରେ ପଡ଼ିପାରିବ ନାହିଁ। ଯଦି ନିଜର ଦୈବୀ ସ୍ୱରୂପ ସର୍ବଦା ସ୍ମୃତିରେ ରହିବ, ତେବେ କାହାର ବି ବ୍ୟର୍ଥ ଦୃଷ୍ଟି ତୁମ ଉପରେ ପଡ଼ିପାରିବ ନାହିଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେପରି ବିଜ୍ଞାନର ଶକ୍ତିର ପ୍ରୟୋଗ ଲାଇଟ୍ ଆଧାରରେ ହୋଇଥାଏ। ଯଦି କମ୍ପ୍ୟୁଟର ମଧ୍ୟ ଚାଲୁଛି, ତେବେ କମ୍ପ୍ୟୁଟରର ଏକ ଶକ୍ତି ଅଟେ, କିନ୍ତୁ ତା'ର ଆଧାର ଲାଇଟ୍ ଅଟେ। ସେହିପରି ତୁମମାନଙ୍କର ଶାନ୍ତିର ଶକ୍ତିର ଆଧାର ମଧ୍ୟ ଲାଇଟ୍ ଅଟେ। ଯଦି ପ୍ରକୃତିର ଲାଇଟ୍ ଅନେକ ପ୍ରକାରର ପ୍ରୟୋଗକୁ ବାସ୍ତବିକ ରୂପରେ କରି ଦେଖାଉଛି, ତେବେ ତୁମମାନଙ୍କର ଅବିନାଶୀ ପରମାତ୍ମା ଲାଇଟ୍, ଆତ୍ମିକ ଲାଇଟ୍ ଏବଂ ତା ସହିତ ତୁମର ବାସ୍ତବିକ ସ୍ଥିତି ମଧ୍ୟ ଲାଇଟ୍, ଅର୍ଥାତ୍ ହାଲୁକା। ତେବେ ଏହାଦ୍ୱାରା କ'ଣ ପ୍ରୟୋଗ ନ ହୋଇପାରିବ? ଓମ୍ ଶାନ୍ତି।